ମା ଆମେ ଆଲୋଚନା କରୁଛନ୍ତି ମାତୃ ରଚନାବଳୀ ଭାଗ 10 ଜ୍ଞାନ 116। ଆଜିର ଆଲୋଚନା ରହିଛି ଏହି ଶାଶ୍ୱତ ପରମ ଚେତନା ମଧ୍ୟରେ ଅବସ୍ଥିତ ରହିଥିବା ସମୟରେ ଏହି କ୍ଷେତ୍ରରେ ଏକ ଶରୀର ରହିଥିବା ଆବଶ୍ୟକ ଅଥବା ଆବଶ୍ୟକ ନୁହେଁ। ସେଥିରେ ଆଦୌ ଖୁବ ବେଶୀ ପାର୍ଥକ୍ୟ ରହେ ନାହିଁ। ମାତ୍ର ଆମେ ଯାହାକୁ ମୃତ ଅବସ୍ଥା ବୋଲି କହୁ, ସେହି ଅବସ୍ଥାରେ ରହିଥିବା ସମୟରେ ଏହି ଜଡ଼ସ୍ଥ ପୃଥିବୀର ଅନୁଭବଟି ସ୍ପଷ୍ଟ ଓ ଯଥାର୍ଥ ହୋଇ ରହିଥାଏ କି ବା ଏହି ପାଖରେ ଏହି ପୃଥିବୀ ମଧ୍ୟ ରହିଥିଲା ବେଳେ ସେହି ଅନ୍ୟ ପୃଥିବୀ ଗୁଡ଼ିକର ଚେତନା ଯେପରି ଅତ୍ୟନ୍ତ ଅସ୍ପଷ୍ଟ ଓ ଅନିର୍ଦ୍ଦିଷ୍ଟକର ହୋଇ ରହିଥାଏ, ତାହା ସେହିପରି ହୋଇଯାଏ। ଶ୍ରୀ ଅରବିନ୍ଦ ଲୁଚକାଳି ଖେଳର ଉଲ୍ଲେଖ କରିଛନ୍ତି। ମାତ୍ର ଯଦି ଗୋଟିଏ ସତ୍ତାଗତ ସ୍ଥିତି ସତ୍ତାଗତ ଅନ୍ୟାନ୍ୟ ସ୍ଥିତିର ଚେତନା ଲାଗି ଯେତେବେଳେ ଆଦୌ କୌଣସି ବାଧା ହୋଇ ରହିନଥାଏ, ସେତିକି ବେଳେ ସିନା ଏହି ଲୁଚକାଳି ଖେଳ ପ୍ରକୃତିରେ ଆଗ୍ରହ ଉଦ୍ଦୀପକ ହୋଇଥାଏ। ସେଇ ଶ୍ରୀଅରବିନ୍ଦଙ୍କର ଯୋଉ କଥାଟି କହିଥିଲେ ଯେ ପରମ ଚେତନାରେ ରହିଲା ବେଳେ ଏଇ ଯୋଉ ଆମର ଆବଶ୍ୟକତା ଏବଂ ପ୍ରକୃତ ଯଥାର୍ଥ ସ୍ଥିତି ଏଇ ସବୁ ବିଷୟରେ ଯେତେବେଳେ କହୁଥିଲେ, ସେତେବେଳେ କହିଲେ ପ୍ରଭୁ ଯେ ସୃଷ୍ଟିକର୍ତ୍ତାଙ୍କ ଆବଶ୍ୟକତା ଏବଂ ଆମର ନିମ୍ନ ଚେତନାରେ ଆମେ ଯେତେବେଳେ ରହୁଛୁ, ଆମର ଯୋଉ ଆବଶ୍ୟକତାର ବୋଧ, ଏ ଦିଟା ବୋଧ ଭିତରେ ବହୁତ ପାର୍ଥକ୍ୟ ରହିଛି ଏବଂ ଆମକୁ ତାଙ୍କର କାର୍ଯ୍ୟ ଆମ ପାଖରେ ଯେମିତି ଲୁଚକାଳି ଖେଳ ଭଳିଆ ଦେଖାଯାଏ। ତେଣୁ ଇଏ କହୁଛନ୍ତି ଯେ ପ୍ରଶ୍ନ କରୁଛନ୍ତି ଯେ ଯେତେବେଳେ ଜଣେ ପରମ ଶାଶ୍ୱତ ଚେତନାରେ ରହିଥାଏ, ସେତେବେଳେ ଆଉ ଯେତେବେଳେ ଜଣେ ଶରୀରରେ ରହିଥିବ, ଏ ଭିତରେ କିଛି ପାର୍ଥକ୍ୟ ଅଛି କି ନାହିଁ? ଆମେ ଯାହାକୁ ମୃତ ଅବସ୍ଥା ବୋଲି କହୁଛୁ ଏବଂ ଏଇ ପୃଥିବୀ ମଧ୍ୟରେ ପୃଥିବୀ ଚେତନା ଭିତରେ ଯୋଉ ସ୍ଥିତି ରହିଛି, ସେଥିରୁ ମୁକ୍ତ ଏଇ ଦୁଇଟା ସ୍ଥିତି ଏବଂ ଗୋଟେ ସତ୍ତାଗତ ସ୍ଥିତି ଆଉ ଗୋଟେ ସତ୍ତାଗତ ଅନ୍ୟାନ୍ୟ ସ୍ଥିତିର ଯୋଉ ଚେତନା, ମାନେ ଏଇ ଦିଟା ଭିତରେ ଯଦି କିଛି ଗୋଟେ ପାର୍ଥକ୍ୟ ନଥାଏ, ତାହେଲେ ସେଟା ଆଗ୍ରହ ଉଦ୍ଦୀପକ ହବ କି? ଏଇ ପ୍ରକାରର ଯେତେବେଳେ ସେ ପ୍ରଶ୍ନ କରୁଛନ୍ତି, ମା ତାର ଉତ୍ତରେ କହୁଛନ୍ତି ଆମେ ଗତକାଲି ଯୋଉ ଆଲୋଚନା କରୁଥିଲେ, ସେଥିରେ ବି ମା କହିଲେ ଯେ ସ୍ଥୂଳଗତ ଚେତନାରେ ଆମେ ଯାହାକୁ ଅଗ୍ରଗତି ବୋଲି କହୁଛୁ, ଯେତେବେଳେ ଶାଶ୍ୱତ ପରମ ଚେତନାଙ୍କ ସହିତ ଆମର ବା ସେଇ ସ୍ପନ୍ଦନ ସହିତ ଆମର ଯେତେବେଳେ ସଂଯୁକ୍ତ ହେଇଯିବ, ସେତେବେଳେ ଯୋଉ ବୋଧ ଆସିବ ତାହା ଅଧିକରୁ ଅଧିକ ପରିପୂର୍ଣ୍ଣତା ଯୁକ୍ତ ଏବଂ ଅଧିକରୁ ଅଧିକ ଉତ୍ତମ ରୂପାୟଣର ମୂଳଭୂତ ବିଧାନ, ଏଇ ସମ୍ବନ୍ଧରେ ଆମର କଣ ହବ ନା ଅଧିକ ଅବବୋଧ ସୃଷ୍ଟି ହବ ଏବଂ ଆମେ ସେ ବିଷୟରେ ଅଧିକ ସଚେତନ ହେଇପାରିବା।